এটা ସାରା ଭାରତ ବର୍ଷ ଲୋକ ଚାହିଁଥିଲେ ଗୋଟେ ପ୍ରତିଶୋଧ ନେବା ପାଇଁକା। କାରଣ ଯେଭଳି ଭାବରେ ବଲଗାଁରେ ସେମାନେ ଯେଭଳି ଭାବରେ ପର୍ଯ୍ୟଟକ ଉପରେ ଆକ୍ରମଣ ମାନେ ମାଇଲେ, ପୁଣି ଧର୍ମ ବଚାଇକି ମାଇଲେ, ମାନେ ଏଇଟା ସାରା ଭାରତ ବର୍ଷର ସବୁ ଲୋକଙ୍କର ମନରେ ତ ଏତେ କ୍ରୋଧ କରିଥିଲା ଯେ କହିବାର ନାହିଁ। ଲୋକ ଚାହୁଁଥିଲେ ସେମାନଙ୍କ ବିରୁଦ୍ଧରେ ଆକ୍ସନ ହଉ। ଏବଂ ଭାରତ ସରକାରଙ୍କୁ ମୁଁ ଧନ୍ୟବାଦ ଗୁଡ଼ା ଜିନିଷ ଦଉଛି। ଆମେ ଯୋଉ ସିନ୍ଦୁର ଅପରେସନ ଏମାନେ କଲେ, ଯେହେତୁ କେବଳ ନବବିବାହିତ ସ୍ତ୍ରୀ ଲୋକମାନଙ୍କର ସ୍ୱାମୀମାନଙ୍କୁ ମାରିଥିଲେ ଏମାନେ ନା, ତେଣୁ ଅପରେସନ ସୁନ୍ଦର ଯୋଉ କଲେ, ଏବଂ ତା ଫଳରେ ଗୋଟିଏ କଥା ହେଇଛି, ସେମାନେ ନିର୍ଦ୍ଦିଷ୍ଟ ଭାବରେ ଯୋଉମାନେ ଆତଙ୍କବାଦୀ କେନ୍ଦ୍ର ଗୁଡ଼ିକ ଯୋଗୁଁ ଆତଙ୍କବାଦୀ ଟ୍ରେନିଂ ସେଣ୍ଟର ଗୁଡ଼ିକ ଉପରେ ଆଡା ଉପରେ ଆକ୍ରମଣ କରିଛନ୍ତି। ପିଓକେରେ ପ୍ରାୟ 5ଟା ଜାଗାରେ, ଏକରେ ମଧ୍ୟ 5ଟା, ଟୋଟାଲ 9ଟା ଜାଗା ଉପରେ ଆକ୍ରମଣ ହେଇଛି। ଏବଂ 9ଟା ଆକ୍ରମଣରେ ଯାହା କହୁନା କାହିଁକି ମୋର ଯାହା ଖବର ପାକିସ୍ତାନ ପଟୁ ମଧ୍ୟ ଖବର, ଅତି କମରେ 30ରୁ 60 70 ଖଣ୍ଡ ଲୋକଙ୍କର ମୃତ୍ୟୁ ହେଇଛି। ଏବଂ ସବୁଠୁ ବଡ଼ କଥା ଯେ ବିଶେଷ ସିଭିଲିଆନ ଲୋକଙ୍କ ଉପରେ କୌଣସି ଆକ୍ରମଣ ହେଇନି ବା ସିଭିଲିଆନ ଉପରେ ଆକ୍ରମଣ କରାଯାଇନି। ଏପରି ପାକିସ୍ତାନର ଯୋଉ ଆର୍ମ ସେନା ହେଡକ୍ୱାର୍ଟର ଯୋଉଗୁଡା କହନ୍ତି ସେନା ଘାଟି ଗୁଡା ଉପରେ, ତାପରେ ମଧ୍ୟ କୌଣସି ଆକ୍ରମଣ ହେଇନି। କେବଳ ଆତଙ୍କବାଦୀ ମାନଙ୍କର ଯୋଉ ପେଣ୍ଠସ୍ଥଳୀ ଯୋଉଠିକି ତାଙ୍କୁ ଟ୍ରେନିଂ ଦିଆ ହେଇକି ବ୍ୟବସ୍ଥା କରାହଉଥିଲା, ସେଇଗୁଡାକ ଚିହ୍ନଟ କରିକି ଆକ୍ରମଣ କରାହେଇଛି। ଏବଂ ସେ ବାହାରେ ଦେଖନ୍ତୁ, କେବଳ ପ୍ରଥମ ଥର ପାଇଁ ରାଇଫଲ ଏଥିରେ ଆମେ ଯୋଉ ନୂଆ ଫ୍ରାନ୍ସର ବିମାନ ଆମେ ତାକୁ ବ୍ୟବହାର କରିଛୁ, ସୁଖୋଇ ବ୍ୟବହାର କରିଛୁ, ବ୍ରହ୍ମସ୍ତ୍ର ମିଜାଇଲ ବ୍ୟବହାର ହେଇଛି ଏବଂ ଟାର୍ଗେଟେଡ ଫିକ୍ସ ଟାର୍ଗେଟେଡ ଆକ୍ରମଣ। ମୁଁ ତ ଆମର ବିଶେଷ ନଉ ଆମର ବିମାନ ବାହିନୀ ର ଅଫିସରଙ୍କୁ ଧନ୍ୟବାଦ ଦେବି। ଏକଦମ ପ୍ରିସାଇଜଲି ଆଟାକ୍ ହେଇଛି, ୱେଲ୍ ମ୍ୟାପ୍ କରିଛନ୍ତି ଏବଂ କହିପାରିବେନି ଯେ ଏଥିରେ ପାକିସ୍ତାନର, ଯଦିଓ ପାକିସ୍ତାନ ଭିତରେ ପ୍ରାୟ 100 କିଲୋମିଟର ଭିତରକୁ ଏମାନେ ପଶିଛନ୍ତି, କିନ୍ତୁ କୌଣସି କଣ ବାଧା ପାଇନାହାନ୍ତି, କୌଣସି ପ୍ରକାର ହେଇନାହିଁ। ସମସ୍ତେ ଯବାନ ସୁରକ୍ଷିତ ଭାବରେ ଫେରିଛନ୍ତି, ଏଇଟା ମଧ୍ୟ ବହୁତ ବଡ଼ କଥା। ଏବଂ ଆମର ସେଇ ଆକ୍ରମଣ ଫଳରେ ଆତଙ୍କବାଦୀଙ୍କର ଯୋଉ ଜଘନ୍ୟ କାଣ୍ଡ ଫଳରେ ଯୋଉ 26 ଲୋକଙ୍କର ମୃତ୍ୟୁ ହେଇଥିଲା, ତାର ଗୋଟେ ବଡ଼ ପ୍ରତିଶୋଧ ନେଲା ବୋଲି ମୁଁ କୁହାଯିବ। କିନ୍ତୁ କଥା ହଉଛି ଏଇଟା ଯେ ବଡ଼ ଯୁଦ୍ଧରେ ପରିଣତ କରିବାକୁ ଭାରତ ଚାହେଁ ନାହିଁ, ତା ମଧ୍ୟ ଭାରତ ସ୍ପଷ୍ଟ କରିଦେଇଛି। এইটা ପାକିସ୍ତାନ ଲୋକଙ୍କ ବିରୁଦ୍ଧରେ ଆମର କୌଣସି ଯୁଦ୍ଧ ନାହିଁ। ଆମର ଯୁଦ୍ଧ ଏଇ ଆତଙ୍କବାଦୀଙ୍କ ବିରୁଦ୍ଧରେ, ଏବଂ ସେଥିରେ ବହୁତ ଚତୁରତା ସହିତ ଆକ୍ରମଣ କରାଯାଇଛି। ଏବଂ ଆକୁ ନେଇକି ଭାରତବର୍ଷରେ ମଧ୍ୟ ଯଦି କୌଣସି ପ୍ରକାର କମ୍ୟୁନାଲ ଚିନ୍ତା ମଧ୍ୟ ନ ଆସେ, ସେଥିପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି। ଆକ୍ରମଣ ପାକିସ୍ତାନ କହିଛି ଆମେ ଜବାବ ବି କରିବୁ, ବର୍ତ୍ତମାନ ତ ଜବାବ କରିନାହାନ୍ତି। କଣ ଜବାବ କରୁଛନ୍ତି? କାରଣ ଆମେ ତ ପାକିସ୍ତାନ ଲୋକଙ୍କ ବିରୁଦ୍ଧରେ, ପାକିସ୍ତାନ ସାଧାରଣ ଲୋକଙ୍କ ବିରୁଦ୍ଧରେ କିଛି କରନି ଆତଙ୍କବାଦୀ, ବରଂ ପାକିସ୍ତାନ ଲୋକମାନେ ଆର୍ମି ଉପରେ ଦାବି କରିବା ଉଚିତ, ଆଉ ଆପଣ ଆତଙ୍କବାଦୀ ମାନଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ। ଆତଙ୍କବାଦୀ ସେଥିରେ ଯିଏ ଜଡ଼ିତ ତାଙ୍କୁ ପୁରା ହ୍ୟାଣ୍ଡ ଓଭର କରିଦିଅନ୍ତୁ ଭାରତବର୍ଷକୁ। ଏଭଳି ଭାବରେ ପାକିସ୍ତାନ ମୁଖରେ ଦାବି ହେବା ଉଚିତ। ଆମେ ଆତଙ୍କବାଦୀ ମାନଙ୍କୁ କାହିଁକି ପ୍ରଶ୍ରୟ ଦେବୁ? ଏଭଳି ଅବସ୍ଥାକୁ ସୃଷ୍ଟି ହେବାକୁ ଯିବ କାହିଁକି? ଆପଣ ଆତଙ୍କବାଦୀ ପ୍ରଶ୍ରୟ ଦେବେ, ସେମାନେ ଏଇଭଳି ଆକ୍ରମଣ କରୁଛନ୍ତି, ବର୍ବରଚିତ ଆକ୍ରମଣ କରୁଛନ୍ତି ଏବଂ କରିକି ସାଧାରଣ ନିରୀହ ଲୋକମାନଙ୍କୁ ମାରୁଛନ୍ତି। କଣ ନିରୀହ ଲୋକମାନେ ସେ ବୁଲିବାକୁ ଯାଇଛନ୍ତି, ପର୍ଯ୍ୟଟନ ଯାଇଛନ୍ତି, ତାଙ୍କୁ ଆପଣ ଗୁଳି କରି ମାରିଦେବେ? ଏଇଟା ଗୋଟେ ଭାରି ସାହସିକ ପଦକ୍ଷେପ, এটা କାପୁରୁଷର ପଦକ୍ଷେପ। କିନ୍ତୁ ଭାରତ ଆର ଯେ ପ୍ରତିଶୋଧ ନେବା ପାଇଁ ସାରା ଭାରତ ବର୍ଷରେ ସମସ୍ତେ ଏକଜୁଟ ହେଇଥିଲେ, ସମସ୍ତେ ଦାବି କରୁଥିଲେ। ଆମର ସେ ଘଟଣାର 14 ଦିନ ପରେ ଗତକାଲି ରାତି 1ଟା ବେଳେ ଆମର ସମସ୍ତ ପ୍ରସ୍ତୁତି ଚାଲିଥିଲା। ରାତି 1ଟା ବେଳେ ପ୍ରଥମ ଏୟାର ଷ୍ଟ୍ରାଇକ୍ ହେଇଛି ଏବଂ ଏୟାର ଷ୍ଟ୍ରାଇକ୍ରେ ତାଙ୍କର 9ଟି ସ୍ଥାନରେ ହେଇଛି ଏବଂ ସେଥିରେ ତାଙ୍କର ଯେତେ ଗୁଡ଼ିକ ଆତଙ୍କବାଦୀ କେନ୍ଦ୍ର ଗୁଡ଼ିକ ପିଓକେରେ ଏବଂ ପାକିସ୍ତାନ ପାଖାପାଖି ସୀମାନ୍ତରେ ଅଛି, ସେଗୁଡ଼ା ସବୁ ଗୁଡ଼ିକ ଧ୍ୱଂସ କରାଯାଇଛି। ଶୁଣନ୍ତୁ ଆଜ୍ଞା, ପରମାଣୁ ଧମକ ଦବିଦେବେ କଣ? ଆମେ ତ ବର୍ତ୍ତମାନ ଭାରତ କଣ କରିଛି କି? ସେମାନେ ଆତଙ୍କବାଦୀ କି ପ୍ରଶ୍ରୟ ଦଉଛନ୍ତି, ସୁରକ୍ଷା ଦେବାକୁ ଚାହୁଁଛନ୍ତି, ସେଗୁଡ଼ା କୁହନ୍ତୁ। ଭାରତ ତ ଯୁଦ୍ଧ କରିନି। ଭାରତ ଯୁଦ୍ଧ କରିଛି କି? ଭାରତ କେବଳ ଆତଙ୍କବାଦୀଙ୍କ ଉପରେ, ତାଙ୍କର ପିଣ୍ଡ ଉପରେ, ତାଙ୍କୁ ପୋଳି ପାରିପୋଷିକ ଯୋଉମାନଙ୍କୁ ଯୋଉ ଜାଗାରେ ସେମାନେ ତାଙ୍କୁ ଗଣା ଯାଉଛି ଭାରତ ବିରୁଦ୍ଧରେ ଏଇ ଆତଙ୍କବାଦୀ କାର୍ଯ୍ୟକଳାପ, ସେଇ ସ୍ଥଳ ଉପରେ ଆଟାକ୍ କରାହେଇଛି। ତେଣୁ ପରମାଣୁ ପକେଇଦେବା କଣ? ଭାରତ ତ ବର୍ତ୍ତମାନ ତ ଯୁଦ୍ଧ କିଛି ଘୋଷଣା କରିନି।
ଭାରତ ସାମରିକ ବେସାମରିକ ଲୋକଙ୍କ ବିରୁଦ୍ଧରେ କୌଣସି ଗୋଟିଏ ପଦକ୍ଷେପ ନିଆହେଇନି। ଏପରି ସାମରିକ ଘାଟି ବିରୁଦ୍ଧରେ ମଧ୍ୟ କୌଣସି ଆକ୍ରମଣ କରାଯାଏ ନାହିଁ। କେବଳ ଆତଙ୍କବାଦୀଙ୍କ ଆଡାସ୍ଥଳୀ ଉପରେ ଯୋଉଗୁଡାକ ଆଗରୁ ସେମାନେ ବହୁତ ଭାବରେ ଭାବିଛନ୍ତି ବାହାରେ ଚିହ୍ନଟ କରି ରଖିଥିଲେ 9ଟି ସ୍ଥାନ ଉପରେ କରାହେଇଛି, ଯୋଉଠି ତାଙ୍କର ମୁଖ୍ୟ ଜୈଶ ଅହମ୍ମଦ, ଲସ୍କରି ତୟବା, ଏଇ ଯୋଉ ବଡ ବଡ ଆତଙ୍କବାଦୀ ମାନଙ୍କର ଯୋଉ ସବୁ ପେଣ୍ଠ ଗୁଡିକ ଥିଲା, ଯୋଉଠି ସେମାନେ ଟ୍ରେନିଂ ନେଉଥିଲେ ରହୁଥିଲେ, ତାଙ୍କୁ ବ୍ୟବସ୍ଥା କରାହଉଥିଲା, ସେଇ ଜାଗା ଉପରେ ଆକ୍ରମଣ କରାହେଇଛି। ମାନେ ମକ୍ ଡ୍ରିଲ୍ ତ ଆଗରୁ ନିଷ୍ପତ୍ତି ହେଇଥିଲା, ମକ୍ ଡ୍ରିଲ୍ କରାଯାଇପାରେ, କାରଣ ସେମାନେ ଭାବୁଛନ୍ତି ପାକିସ୍ତାନ ଆକ୍ରମଣ କରିପାରେ ବୋଲି, ଆପଣ ଯେମିତି ଭାବୁଛନ୍ତି। କିନ୍ତୁ ମୁଁ ଭାବୁଛି ଆଜି ଯଦି ଆମର ଏଇଠି ଶେଷ ହେଲା ବୋଲି ଧରାଯାଏ, ଆମର ଯେତିକି ଲିମିଟେଡ୍ ଅବଜେକ୍ଟିଭ ଥିଲା ସେ ଅବଜେକ୍ଟିଭ ହାସଲ ହେଇଛି। ସେ ହାସଲ ହେଲା ପରେ ଯଦି ପାକିସ୍ତାନ ନିଜ ଆଡୁ କିଛି ଆକ୍ରମଣ କରେ, ତାହାର ଆମକୁ ତ ପ୍ରତି ଆକ୍ରମଣ କରିବାକୁ ପଡିବ। କିନ୍ତୁ ସେଇ ଦୃଷ୍ଟିରୁ ଆମେ ପ୍ରସ୍ତୁତ ହଉଛୁ।